ଇ ଶ୍ରମରେ ଆପଣଙ୍କର କାହିଁକି ପଇସା ଆସୁନାହିଁ? ଯଦି ଆପଣଙ୍କ ପାଖରେ ଖଣ୍ଡେ ଖଣ୍ଡେ ଶ୍ରମ କାର୍ଡ଼ ଅଛି ବା ଇ ଶ୍ରମ କାର୍ଡ଼ ଅଛି, ତାହେଲେ ଏ ଭିଡ଼ିଓଟିକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣ ସବୁ ଜାଣିପାରିବେ। ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଇ ଶ୍ରମ କାର୍ଡ଼ ହେଉଛି ଏକ ଅଣସଂଗଠିତ ଶ୍ରମିକ କାର୍ଡ଼, ଯେଉଁ କାର୍ଡ଼ ଦ୍ୱାରା ସରକାରଙ୍କ ପାଖରେ ଆମେ କ'ଣ କାମ କରୁଛେ, ଆମେ ଦୁବା କାମ କରୁଛେ ବା ବାରିକ କାମ କରୁଛେ ବା କି ଶ୍ରମିକ କାମ କରୁଛେ, ତାହାର ଡାଟା ପୁରା ସରକାରଙ୍କ ପାଖରେ ରହିଛି। ଯଦି ଆପଣଙ୍କ ପାଖରେ କାର୍ଡ଼ ଆପଣ ବନେଇଛନ୍ତି, ତାହେଲେ ତ କିଛି ଅସୁବିଧା ନାହିଁ। ଯଦି ଆପଣଙ୍କର 100-150 ଟଙ୍କା କି 200 ଟଙ୍କା ଆପଣଙ୍କର ଖର୍ଚ୍ଚ ହୋଇଯାଇଛି, କାର୍ଡ଼ ରହିଛି, ତାହେଲେ ଆପଣ ଜମାରୁ ଚିନ୍ତା କରନ୍ତୁ ନାହିଁ। ସରକାର ବନେଇଛି ମାନେ, କାର୍ଡ଼ ବନେଇଛି ମାନେ ଆଜି ନହେଲେ କାଲି ନିହାତି ଆପଣଙ୍କର ପଇସା ଆସିବ ବା କୌଣସି ସୁବିଧା ଆପଣମାନଙ୍କୁ ମିଳିବ। ଯେମିତି ଆଧାର କାର୍ଡ଼ ଦ୍ୱାରା ଆପଣ ସବୁକିଛି ବେନିଫିଟ୍ ପାଉଛନ୍ତି, ସେମିତି ଶ୍ରମିକ କାର୍ଡ଼ ଦ୍ୱାରା ଆପଣ ସବୁକିଛି ବେନିଫିଟ୍ ପାଇପାରିବେ। ଯଦି ଆପଣଙ୍କ ପାଖରେ ଶ୍ରମିକ କାର୍ଡ଼ ଅଛି, ତାହେଲେ କୌଣସି ଏକ ଜନସେବା କେନ୍ଦ୍ର କିମ୍ବା କୌଣସି ଏକ ଦୋକାନକୁ ଯାଇକି ଆପଣ ତାହା ଆପଡ଼େଟ୍ କରାଇ ନିଅନ୍ତୁ। କାହିଁକିନା ଆପଡ଼େଟ୍ କରିବା ଦ୍ୱାରା ଆପଣଙ୍କର ଡାଟା କ୍ଲିଅର୍ ହୋଇଥାଏ। ଯେମିତି ଆଧାର କାର୍ଡ଼ ଆପଡ଼େଟ୍ ଦ୍ୱାରା ସବୁକିଛି ଆସିଥାଏ, ସେମିତି ଇ ଶ୍ରମ କାର୍ଡ଼ରେ ଆପଣ ଆପଡ଼େଟ୍ ନିହାତି ରହିବା ଦରକାର। ଆଉ ଗୋଟେ କଥା, ଯଦି ଆପଣ କୌଣସି ଜାଗାରେ କାମ କରୁଛନ୍ତି, ଯେଉଁ ହିସାବରେ କାମ କରୁଛନ୍ତି, ତାହେଲେ ଶ୍ରମିକ କାର୍ଡ଼ରେ ଯେଉଁ ଆପଣ ଗୋଟେ ଅଛି ଦେଖିବ ମାନଧନ ଯୋଜନା, ଯେଉଁ ଯୋଜନା ଦ୍ୱାରା ଆପଣ ଏଠି ଲିଙ୍କ କରିପାରିବେ। ଦେଖିପାରୁଥିବେ ଏଠି ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ଯୋଜନା। ଏହି ଯୋଜନା ଦ୍ୱାରା ଆପଣଙ୍କ ଆକାଉଣ୍ଟରୁ ଯଦି 20 ଟଙ୍କା କଟେ, ତାହେଲେ ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ଆଉ 20 ଟଙ୍କା ଦେଇକି ଆପଣ ଜମା ଆପଣଙ୍କ ଖାତାରେ ରୁହେ। ତାହା ସୁଧମୂଳ ହିସାବରେ ଆପଣଙ୍କର ପଇସା ବଢ଼େ। ଯେମିତି ଆପଣଙ୍କର EPF ପଇସା କଟୁଛି, ଯେଉଁମାନଙ୍କର EPF ପଇସା କଟୁଛି ସେମାନେ ବି ଜାଣିଥିବେ, ତାଙ୍କର ଯେତେ ପଇସା କଟୁଛି ତା ଗଭର୍ଣ୍ଣମେଣ୍ଟ ତା ଡବଲ ଦେଇଥାଏ। ସେହିପରି ଆପଣ ଇ ଶ୍ରମ କାର୍ଡ଼ରେ ବି ଆପଣ ଏହାର ସୁବିଧା ଉଠାଇ ପାରିବେ। ଯଦି ଆପଣ କରିନାହାନ୍ତି ଇ ଶ୍ରମ କାର୍ଡ଼, ତାହେଲେ କରାଇ ନିଅନ୍ତୁ ଏବଂ ମାନଧନ ଯୋଜନାରେ ଯୋଡ଼ି ହୋଇଯାଆନ୍ତୁ। ଏହା କରିବା ବହୁତ ସହଜ। ଆପଣ ନିଜେ ବି କରିପାରିବେ, କୌଣସି CSC ସେଣ୍ଟରକୁ ଯାଇ କରିପାରିବେ, କୌଣସି ଅଫିସରଙ୍କ ଦ୍ୱାରା ବି ଆପଣ କରିପାରିବେ। ଦେଖିପାରୁଥିବେ ଏଠି CSC ଦ୍ୱାରା ଲଗଇନ୍ ବି ହୋଇପାରିବ, ନିଜେ ବି ଏଠି ସେଲ୍ଫ ଇନଭେଣ୍ଟରି ବି ହୋଇପାରିବ। ଆଉ ଆପଡ଼େଟ୍ କେମିତି କରିବେ, ଆପଣ ପ୍ରଥମେ ଇ ଶ୍ରମକୁ ପଳାଇବେ। ଇ ଶ୍ରମ କାର୍ଡ଼ ପଳାଇଲା ପରେ ଏହିପରି ଆପଣମାନଙ୍କୁ ଏକ ଦେଖିପାରିବେ ସେଲ୍ଫ ରେଜିଷ୍ଟ୍ରେସନ୍ ବା CSC ଦ୍ୱାରା ଆପଣ ବି ଲଗଇନ୍ ହୋଇପାରିବେ। ଏଠି ଆପଣଙ୍କର ମୋବାଇଲ ନମ୍ବର ଦେଇପାରିବେ। ଏଇଟା ପ୍ରଥମେ ଯେଉଁମାନେ ରେଜିଷ୍ଟର କରିବେ, ଯଦି ଆପଣ ରେଜିଷ୍ଟର ଆଗରୁ କରିନେଇଛନ୍ତି, ବର୍ତ୍ତମାନ ଆପଡ଼େଟ୍ କରିବାକୁ ଚାହୁଁଛନ୍ତି, ତାହେଲେ ଦେଖିପାରୁଥିବେ ଅଲରେଡ଼ି ରେଜିଷ୍ଟର ଲେଖା ହେଇଛି। ଏଠି ଦେଖିବେ ଆପଡ଼େଟ୍ ୟୋର ପ୍ରୋଫାଇଲ୍ ହେଉଛି। ଏଠି ଆପଣଙ୍କର ଯେଉଁ ମୋବାଇଲ ନମ୍ବର ଦେଇଥିବେ ସେ ମୋବାଇଲ ନମ୍ବର ଦେଇଦେବେ। ଆପଡ଼େଟ୍ ପ୍ରୋଫାଇଲ୍ ଯଦି କରିବେ, ଆପଣଙ୍କର ଶ୍ରମ କାର୍ଡ଼ ଅଛି, ତାହେଲେ ଶ୍ରମ କାର୍ଡ଼ ଏଠି ନମ୍ବରଟିକୁ ଆପଣ ପକାଇ ପାରିବେ। ପକାଇକି ଆପଣ ଡେଟ୍ ଅଫ୍ ବାର୍ଥ ଦେଇଦେବେ। ଡେଟ୍ ଅଫ୍ ବାର୍ଥ ଦେଇଦେଲା କ୍ୟାପଚା ଦେଇଦେବେ ଏବଂ OTP ଉପରେ କ୍ଲିକ୍ କରିବେ। ଯଦି ଆପଣଙ୍କର କାର୍ଡ଼ ନାହିଁ, ଜାଣିପାରୁନାହାନ୍ତି କାର୍ଡ଼ ଅଛି କି ନାହିଁ, ତାହେଲେ ଆପଣ ଏଠି ବି ମଧ୍ୟ ଆପଣ କାର୍ଡ଼ ନମ୍ବର ଜାଣିପାରିବେ। ଏହିପରି ଭାବରେ ଆପଣ ଆପଡ଼େଟ୍ କରିପାରିବେ ଏବଂ ଶ୍ରମ କାର୍ଡ଼ର ସୁବିଧା ପଛକୁ ପାଇପାରିବେ।